ଆଜିର এই ଧନ୍ୟବାଦାତ୍ମକ ପ୍ରାର୍ଥନାରେ ଉପସ୍ଥିତ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ନମସ୍କାର ଜଣାଏ। ନମସ୍କାର। ମୁଁ ଗୋଟି ଗୋଟି କରିକି ଯେମିତି ଅଭ୍ୟର୍ଥନା କରାଯାଏ ସେମିତି କରିବାକୁ ଚାହୁଁନି, ସମୟ ସାପେକ୍ଷରେ ଅଛୁ, କିନ୍ତୁ ଯିବେ ଅଯଥା। ପ୍ରଭୁ ଯୀଶୁ ସକଳ ଧନ୍ୟବାଦ ପୂଜା ପ୍ରଶଂସା ସୁଯୋଗ ପାଇବାର ଯୋଗ୍ୟ ଥିବେ। ତୁମ ନିକଟରେ ପାଇଥିବା ମଙ୍ଗଳ ଦାନ ପାଇଁ ଧନ୍ୟବାଦ ଦେବା ପାଇଁ, ପାଇଥିବା ଜୀବନ ପାଇଁ ଧନ୍ୟବାଦ ଦେବା ପାଇଁ, ପାଇଥିବା ସେବା କାର୍ଯ୍ୟ ପାଇଁ ଧନ୍ୟବାଦ ଦେବା ପାଇଁ ଉପସ୍ଥିତ ଅଛୁ। ଆମମାନଙ୍କୁ ତୁମେ এই କଥାକୁ ବ୍ୟବହାର କର, ମଣ୍ଡଳୀକୁ, ପ୍ରିୟ ଅନୁଷ୍ଠାନକୁ, ପିଲାମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର। ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ହଠାତ୍ ଯଦିଓ ଆମମାନଙ୍କ ଡାଇରେକ୍ଟର ଲିମା ମହାଶୟ ସେ ପୂର୍ବରୁ ଆଜି ଆସିବା ପାଇଁ କହିଲେ, କିନ୍ତୁ ଅଳ୍ପ ସମୟ ମୁଁ କହିବି, ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କ ଦାସମାନେ ମଧ୍ୟ ଅଛନ୍ତି। ଗୀତ ସଂହିତା 103କୁ ଯେତେବେଳେ ଦେଖୁଛୁ, ଦାଉଦ କହୁଛନ୍ତି, ହେ ମୋହର ମନ ସଦାପ୍ରଭୁଙ୍କର ଧନ୍ୟବାଦ କର ଓ ତାହାଙ୍କ ମଙ୍ଗଳ ଦାନ ସବୁ। ଧନ୍ୟବାଦ ଦେବାର ବ୍ୟକ୍ତି, ଧନ୍ୟବାଦ ପାଇବାର ବ୍ୟକ୍ତି କିଛି କିଛି କାମ ଅଛି। ବିନା କାରଣରେ କାହାକୁ ଆମେ କେବେ ଧନ୍ୟବାଦ ବୋଲି କହୁ କି? ଗୋଟେ ଲୋକ ଚାଲିକି ଯାଉଥିବ, ଭାଇ ଧନ୍ୟବାଦ, ଭଉଣୀ ଧନ୍ୟବାଦ, ମା ଧନ୍ୟବାଦ, କାହାକୁ କହୁ? ଯଦି ତା ସହିତ କଥା ହଉ, ସେ ଯଦି କିଛି ଦେବା ନେବା କଥା ଛାଡି ଦିଅନ୍ତୁ, ଭାଇ ଏ ବାଟେ ଯାଅ ନାହିଁ, ଏଇଟା ଭଲ ରାସ୍ତା ନାହିଁ, ସେତିକି ଯଦି କହିଲେ ମଧ୍ୟ ଆମେ ଧନ୍ୟବାଦ କହୁ। ଯଦି ସେଇଟା ବି କହି ନାହିଁ, ତେବେ ଆମେ ଧନ୍ୟବାଦ ଦଉ। ଦବା ନବା କଥା ଛାଡି ଦିଅନ୍ତୁ, ପାଣି ବୋଲନ୍ତୁ, ଖାଦ୍ୟ ବୋଲନ୍ତୁ, ବସ୍ତ୍ର ବୋଲନ୍ତୁ, ଅର୍ଥ ବୋଲନ୍ତୁ, କି ଆଉ ଯେକୌଣସି, କିନ୍ତୁ କୌଣସି ସତ୍ ଉପଦେଶ, ସୁରକ୍ଷାର ବାଟ, ବିପଦ ସଂକେତ ଯଦି ଆମମାନଙ୍କୁ ଶିଖାନ୍ତି ବା କୁହନ୍ତି, ସେତେବେଳେ ଯେ ଆମେ ତାକୁ ଧନ୍ୟବାଦ କହୁ। ତେବେ ମୋର କହିବାର ଉଦ୍ଦେଶ୍ୟ, ଜଣେ ଧନ୍ୟବାଦ ଦେବାର ବ୍ୟକ୍ତି କିଛି ଉଦ୍ଦେଶ୍ୟରେ ଧନ୍ୟବାଦ ଦିଏ, ଆଉ ଧନ୍ୟବାଦ ପାଇବାର ବ୍ୟକ୍ତି ମଧ୍ୟ କିଛି ଉଦ୍ଦେଶ୍ୟରେ ଧନ୍ୟବାଦ ପାଏ ନା। ବିନା କାରଣରେ କାହାକୁ ଧନ୍ୟବାଦ ଦିଆଯାଏ ନାହିଁ। ଦାଉଦ କାହାକୁ ଧନ୍ୟବାଦ ଦେବା ପାଇଁ କହୁନାହାନ୍ତି, ସେ ନିଜେ ନିଜକୁ କହୁଛନ୍ତି। ଅନେକ ସମୟରେ ନିଜେ ନିଜକୁ ଲୋକେ ଦେଖନ୍ତି ନାହିଁ। ମୁଁ ବି ହଷ୍ଟେଲର କେତେକ ଦାୟିତ୍ୱରେ ଥିଲି, କହିବି ବେଳେ ବେଳେ କଣ, ଆଜ୍ଞା କଣ ତାଙ୍କ ଘରୁ ଆଣିକି ଦଉଛି କି? ତାର ମାଟା ଦେଲା ନା ତାର ବାପାଟା ଦେଲା? ବଡ ମାନେ ବି କହୁଛୁ ବେଳେ ବେଳେ, ଆଜ୍ଞା ଡାଇରେକ୍ଟର ଅଛନ୍ତି, ସେ କୋଉଠୁ ଦେଲା? କିଏ ତ ଦେଲେ ଦେଲା। ଏତେ ଲୋକ ପଢିଛନ୍ତି, ଆଉ କାହାକୁ ଦେଲା ନାହିଁ, ମତେ ଦେଲା, ସେ କଥା ମତେ ବୁଝିବାକୁ ପଡେ। ଯେବେ ପର୍ଯ୍ୟନ୍ତ ଆମେ ନିଜ ବିଷୟରେ ନିଜକୁ ବୁଝୁନାହୁଁ, ତେବେ ଆମେ ଦୋଷାରୋପ ହିଁ କରୁ, ସିନା ଧନ୍ୟବାଦ ଦେଇ। ତେଣୁ ଦାଉଦ ବୁଝିଲେ ନିଜ ବିଷୟରେ ଯେ ସେ ମତେ ଅଧର୍ମରୁ କ୍ଷମା କରନ୍ତି, ସେ ରୋଗରୁ ସୁସ୍ଥ କରନ୍ତି, ସେ ବିନାଶରୁ ମତେ ମୁକ୍ତ କରନ୍ତି। କାହାକୁ କରିଛନ୍ତି ନ କରିଛନ୍ତି ସେ କଥାକୁ ସେ ଦେଖୁନାହାନ୍ତି, କିନ୍ତୁ ନିଜକୁ ଘଟିଥିବା ଘଟଣାକୁ ବୁଝୁଥିବାରୁ ଦାଉଦ କହିଲେ, ହେ ମୋହର ମନ ସଦାପ୍ରଭୁଙ୍କର ଧନ୍ୟବାଦ କର, ହେ ମୋହର ଅନ୍ତରସ୍ଥ ସମସ୍ତ ତାହାଙ୍କ ପବିତ୍ର ନାମର ଧନ୍ୟବାଦ। ତେବେ ବୁଝିବାକୁ ହେଲେ ଆମକୁ ଅଳ୍ପ ହଉ ବହୁତ ହଉ ପରିତୃପ୍ତ ହେବାକୁ ପଡେ। ବିନା ପରିତୃପ୍ତରେ କେହି ଧନ୍ୟବାଦ ଦେବେ ନାହିଁ। ପ୍ରିୟମାନେ, ପରିତୃପ୍ତତା ପେଟ ଭରି ଖାଇବା ହିଁ ପରିତୃପ୍ତ, ସେୟା ନୁହେଁ। ପରିତୃପ୍ତତା ଅନେକଙ୍କ ଭିତରୁ ଏ ସୁଯୋଗ ମୁଁ ପାଇଛି, ତାହା ହଉଛି ମୋ ପାଇଁ ପରିତୃପ୍ତତା ଅଛି। ସମ୍ମିଳନରେ ଅନେକ ପାଳକ ମାନେ ଅଛନ୍ତି, ଆମେ କେତେକ ପାଳକ ମାନଙ୍କୁ ଆମେ ଉପସ୍ଥିତ ଅଛୁ, ଯଦିଓ ସେ କେତେକଙ୍କୁ ଡାକିଛନ୍ତି, ଆଉ କେତେକ ଅନୁପସ୍ଥିତ ବି ଅଛନ୍ତି, କିନ୍ତୁ ପ୍ରଭୁ ମତେ ଏ ସୁଯୋଗ ଦେଲେ, ଏହା ପ୍ରଭୁଙ୍କର ଗୌରବ ହଉ। ଆଉ ପ୍ରଭୁ ତାଙ୍କ ଦାସଙ୍କୁ ଦେଇ ସୁଯୋଗ ଦେଲେ, କୋଉଠୁ ଆସୁଛି, କୋଉଠୁ ଦଉଛି, ତାର ହିସାବ କିତାବ ଯେ କରିବ, ସେ ଧନ୍ୟବାଦ ଦେଇପାରିବ ନା। ପିଲାମାନେ, ତମ ପରି ପିଲାମାନେ
ଗଜପତିରେ ଅନେକ ପିଲାମାନେ ଅଛନ୍ତି, ରାୟଗଡ଼ାରେ ଅନେକ ପିଲାମାନେ ଅଛନ୍ତି। ତୁମେ ଭାବିପାର ମୁଁ ପଳେଇଲା ପରେ ଆଜ୍ଞାଙ୍କର ହଷ୍ଟେଲ ଖାଲି ହେଇଯିବ। ମୋ ପୁଅ ବି ଏଇଠି ଥିଲା, ଆଉ ସେ ଏବେ ବାହାରକୁ ଯାଇଛି। ସେ ନଥିଲେ ବି ହଷ୍ଟେଲ ଚାଲିଛି, ସେ ଥିଲେ ମଧ୍ୟ ଚାଲି। କିନ୍ତୁ ମୁଁ ଏତିକି କହିବି ଯେ ସୁଯୋଗ ମୋ ପୁଅ ଆଉ ମୁଁ ମଧ୍ୟ ପାଇଥିଲୁ। ତେଣୁ ସୁଯୋଗକୁ ଯେତେବେଳେ ଆମ ଜୀବନରେ ଆମେ ବୁଝିପାରିବା ସେତେବେଳେ ଆମେ ଧନ୍ୟବାଦ ଦେଇପାରିବା। ଯଦି ବୁଝିପାରିବା ନାହିଁ ତେବେ ଧନ୍ୟବାଦ ଦେଇପାରିବା। ତେବେ ଧନ୍ୟବାଦ ଦେବା ପାଇଁ ଆମେ ପରିତୃପ୍ତ ହେବା, କମ ହଉ ବେଶୀ। ଗୀତ ସଂହିତା 116କୁ ଯଦି ଯିବା, ଲେଖା ଅଛି ଅନେକ ଘଟଣା ମାନ ଘଟିଛି। କଣ ଘଟଣା? ମୃତ୍ୟୁର ରଜ୍ଜୁ ମତେ ଘେରିଲା, ପାତାଳର ଯନ୍ତ୍ରଣା ମତେ ଧରିଲା, ମୁଁ ସକଳ ସଙ୍କଟ ଓ ଦୁଃଖରେ ପଡ଼ିଲା। ଏସବୁ ପଡ଼ି 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 ଆସି ଆସୁ ସିଏ କହୁଛନ୍ତି ମନୁଷ୍ୟ ମାତ୍ରେ ହିଁ ମିଥ୍ୟା। ଏ ମନୁଷ୍ୟ କେବେ ମଧ୍ୟ କୋଉଠି ପରିତୃପ୍ତ ହୁଏ, ଖାଇଲେ ପରିତୃପ୍ତ ହୁଏ ନାହିଁ, ପିନ୍ଧିଲେ ପରିତୃପ୍ତ ହୁଏ ନାହିଁ, ଆଉ କେତେ ସୁଯୋଗ ଦେଲେ ମଧ୍ୟ ପରିତୃପ୍ତ ହୁଏ। ତେବେ ପରିତୃପ୍ତତା ନିଜକୁ ନ ଦେଖିଲେ ପରିତୃପ୍ତ ହେଇପାରିବା। ଅନେକ ସମୟରେ ଆଉ କାହିଁକି ପରିତୃପ୍ତ ହଉନାହୁଁ, ଆମେ ବେଳେ ବେଳେ ଉପର ଲୋକକୁ ଦେଖୁ। କାହାକୁ? ବ୍ରହ୍ମପୁର ପାଷ୍ଟର ଏମିତି ହେଇଗଲା, ସେରଙ୍ଗ ପାଷ୍ଟର ଏମିତି ହେଇଗଲା, ଝାଲାସିଂ ପାଷ୍ଟର ଏମିତି ହେଇଗଲା। ଆମେ ତାଙ୍କୁ ଦେଖିକି ମୁଁ ତଳେ ଅଛି ତେଣୁ ମୁଁ ଧନ୍ୟବାଦ ଦେଇପାରେ, କିନ୍ତୁ ମୋ ଠାରୁ ଯେ ଆଉ କେତେକ ଲୋକ ଏମିତି ଅବସ୍ଥାରେ ଅଛନ୍ତି, ସେମାନଙ୍କର ଖାଦ୍ୟ ନାହିଁ, ବସ୍ତ୍ର ନାହିଁ, ଗାଡି ନାହିଁ, ଘର ନାହିଁ, ଶରୀର ସୁସ୍ଥତାରେ ନାହିଁ, କିନ୍ତୁ ପ୍ରଭୁ ମତେ କିଛି ଅଭାବ କରି ନାହିଁ। ମୋଠୁ ଯିଏ ଉଚ୍ଚରେ ଅଛି ସେ ପ୍ରଭୁ ତାଙ୍କୁ ଉଚ୍ଚରେ ରଖିଛନ୍ତି, କିନ୍ତୁ ମୋଠୁ ତଳେ ଯେତେ ଅଛନ୍ତି ତାଙ୍କଠୁ ମତେ ପ୍ରଭୁ ଉଚ୍ଚରେ ରଖିଛନ୍ତି। ତେଣୁ ଆମେ ବେଶୀ ସମୟରେ ତୁଳନାତ୍ମକକୁ ଗଲେ ଆମେ ଧନ୍ୟବାଦ ଦେଇପାରିବା। ପ୍ରଥମ କଥା, ଆମେ ଯେତେବେଳେ ଆମ ହୃଦୟକୁ ଆମେ ପାଇଥିବା ବିଷୟକୁ ନିଜେ ପରିତୃପ୍ତ ହେବା ତେବେ ଧନ୍ୟବାଦ ଦେଇପାରିବା। ଦ୍ୱିତୀୟ କଥା, କାହାକୁ ତୁଳନାତ୍ମକ ନ କରୁଣି ଆମେ ଯୋଉ ସ୍ଥାନରେ ଅଛୁ ଏହା ପ୍ରଭୁଙ୍କ ଇଚ୍ଛା, ଆମେ ଯାହା ପାଇଛୁ ଏହା ପ୍ରଭୁଙ୍କ ଦାନ, ତାହା ବୁଝିଲେ ଆମମାନେ ଧନ୍ୟବାଦ ଦେଇପାରିବା। ହୁଏତ କେହି ଫ୍ଲାଇଟରେ ଯାଇପାରନ୍ତି, କିନ୍ତୁ ମତେ ପ୍ରଭୁ ବାଇକରେ ତ ଯିବାକୁ ଦେଇଛନ୍ତି। ତେଣୁ ଦ୍ୱିତୀୟ ବିଷୟ ହେଉଛି ଆମେ କାହାକୁ ତୁଳନା ନ କରୁଣି ଆମେ ପାଇଥିବା ବିଷୟକୁ ଦୃଷ୍ଟିରେ ରଖିବା। ତୃତୀୟ କଥା, ପାଇଥିବା ଲୋକ ଧନ୍ୟବାଦ ଦେବ, ଧନ୍ୟବାଦ ପାଇଥିବା ଲୋକ କିଛି କରିଥିବା କଥା। ପ୍ରଭୁ ଯୀଶୁ ଧନ୍ୟବାଦର ସେ ଶ୍ରେଷ୍ଠ ଅଟନ୍ତି। କାହିଁକି? ପ୍ରଭୁ ଯୀଶୁ ଏଇଥିପାଇଁ ସେ ଧନ୍ୟବାଦ ପାଇବା ପାଇଁ ଯୋଗ୍ୟ, ଯେହେତୁ ସେ ସ୍ୱର୍ଗର ସୁଖ ଛାଡ଼ି ଧରାପୃଷ୍ଠରେ କଷ୍ଟର ପରିସ୍ଥିତିରେ ଜନ୍ମଗ୍ରହଣ କଲେ, ସ୍ୱର୍ଗର ଆନନ୍ଦ ଛାଡ଼ି ଦୁଃଖକୁ ଆପଣାର କଲେ, ଏ ଦୁଃଖୀ ଲୋକମାନଙ୍କୁ ସ୍ୱର୍ଗକୁ ନେବା ପାଇଁ ନିଜକୁ ଅର୍ପଣ କଲେ। ଜଣେ ଧନ୍ୟବାଦ ପାଇବା ପାଇଁ ଯେତେବେଳେ କିଛି ବିଷୟକୁ ସେ ସାକ୍ରିଫାଇସ୍ କରୁଛି, ଏ ଧନ୍ୟବାଦ ଦେବା ଲୋକ ମଧ୍ୟ ସାକ୍ରିଫାଇସ୍ କରିବା ଆବଶ୍ୟକ। ବେଳେ ବେଳେ ଆମେ ସାକ୍ରିଫାଇସ୍ କରିବାକୁ କେହି ଚାହୁଁନା। ହୁଏତ ମୋ ପାଖରେ ଘରେ ରହିଲେ ମୁଁ ଆଜି ମାଂସ ଖାଇ ପାରିଥାନ୍ତି, କିନ୍ତୁ ଏଇଠି ମଧ୍ୟ ମାଂସ ଦିଆଗଲା, କୋଉ ବଡଟା ବୋଲି ବେଳେ ବେଳେ ଭାବୁ। କିନ୍ତୁ ଆଉ କେହି ତୁମକୁ କି ମତେ କେହି ଡାକିଲେ ନାହିଁ, ଆଜ୍ଞା କାହିଁକି ଡାକିଲେ ସେଇଟା ବୁଝିବା ଦରକାର। ତାଙ୍କର କଣ ସରୁନି କି? ତାଙ୍କର ବି ସରୁଛି, କିନ୍ତୁ ଆପଣଙ୍କୁ ମତେ ପ୍ରେମ କରୁଥିବାରୁ ସେ ଡାକିଲେ। ଠିକ ସେମିତି ପ୍ରଭୁ ଯୀଶୁ ଆପଣଙ୍କୁ ମତେ ପ୍ରେମ କରୁଥିବାରୁ ସେ ସ୍ୱର୍ଗ ଛାଡ଼ି ଧରାପୃଷ୍ଠକୁ ଆସିଲେ। ଆଉ ସେଇ ଜନ୍ମ ଜୟନ୍ତୀ ଉତ୍ସବ ଆମେ କିଛି ଦିନ ପରେ ପାଳନ କରିବା। ତେବେ ମୋର କର୍ତ୍ତବ୍ୟ, ପ୍ରଭୁ ତୁମେ ମୋ ପାଇଁ ଆସିଲ, ମୁଁ ତୁମକୁ ଧନ୍ୟବାଦ ଦେଉଛି। ଏଣୁ ଈଶ୍ୱରଙ୍କ ନିକଟରେ ଧନ୍ୟବାଦ ସେମାନେ ଦେବେ ଯେଉଁମାନେ ନିଜକୁ ଦେଖିବେ, ନିଜର ପରିସ୍ଥିତିକୁ ନିଜେ ବୁଝିବେ, ସେମାନେ ଧନ୍ୟବାଦ ଦେବେ। ଦ୍ୱିତୀୟରେ, ଈଶ୍ୱରଙ୍କ ନିକଟରେ ସେମାନେ ଧନ୍ୟବାଦ ଦେବେ ଯେଉଁମାନେ କାହାର ତୁଳନା ନ କରୁଣି ପାଇଥିବା ବିଷୟରେ ସନ୍ତୁଷ୍ଟ ହେବେ, ସେମାନେ ଧନ୍ୟବାଦ ଦେବେ। ତୃତୀୟରେ,
ଯେ ଦିଅନ୍ତି ଯେ ପାଆନ୍ତି ପରସ୍ପରର ସମ୍ପର୍କ ଥିଲେ ସେମାନେ ଧନ୍ୟବାଦ ଦେବେ। ଯଦି ଦବା ଲୋକଙ୍କୁ ଭୁଲି ଯାଇକି ଆମେରିକା ଲୋକ ପଠଉଛନ୍ତି ଯେ ଆମର ଲିମା ଆଜ୍ଞା ଆସି ଆମକୁ ହଷ୍ଟେଲରେ ରଖିଛନ୍ତି, ସେ ଆମେରିକା ଲୋକ ତୁମକୁ ଦେଖିନାହାନ୍ତି, ଆମେରିକା ଲୋକ ଆଣିକି ସିଧା ଦଉନାହାନ୍ତି, ତାଙ୍କ ଦେଇକି ଦଉଛନ୍ତି। ତେବେ ଆମକୁ ବୁଝିବାକୁ ପଡ଼ିବ ଯେ ତାଙ୍କର ଗୋଟେ ମାଧ୍ୟମ ଦେଇକି ପ୍ରଭୁ ଦଉଛନ୍ତି। ଏଣୁ ପିଲାମାନେ କିଏ ଦଉଛି, କାହା ଦ୍ୱାରା ଦଉଛନ୍ତି, ଆମକୁ ବୁଝିବା ଆବଶ୍ୟକ। ଏଣୁ ପାଇବା ଲୋକ ଧନ୍ୟବାଦ ଦେବ, ଦବା ଲୋକ ଧନ୍ୟବାଦ ପାଇବ, କାରଣ ଦବା ଦ୍ୱାରା ମଧ୍ୟ ସେ ପ୍ରଭୁଙ୍କର ଗୌରବ କରୁଛି। ପ୍ରଭୁ ଏହି ସଂକ୍ଷିପ୍ତ ଚିନ୍ତାରେ ଆମକୁ ଆଶୀର୍ବାଦ କରନ୍ତୁ, କାରଣ ଧନ୍ୟବାଦ ଦେବା ସମସ୍ତଙ୍କ ପାଇଁ ସୁବିଧା ହୁଏ ନାହିଁ, କାରଣ ଏ ହୃଦୟ ବୁଝେ ନାହିଁ କେତେ ପାଇଲେ ମଧ୍ୟ ପରିତୃପ୍ତ ନୁହେଁ। ଏଣୁ ପିଲାମାନେ କିଏ କହିବେ ଏମିତି ଅଛି ସେମିତି ଅଛି ସେମିତି ଅଛି, ମାନେ କ'ଣ? ଆଜ୍ଞା ଘରୁ ଆଣିକି ଦଉଛନ୍ତି କି? ଘରୁ ନ ଆଣିଲେ ବି ତାଙ୍କ ଯୋଗାଯୋଗ ନଥିଲେ କେହି ମଧ୍ୟ କାହାକୁ ଦେବେ। ଅନେକ ପାଷ୍ଟର ମାନେ ଅଛୁ, ଯଦି କାହାକୁ ନ ଡାକିଲେ ଏହି ସୁଯୋଗ ପାଇବେ ନାହିଁ। ତେଣୁ ସମ୍ପର୍କ ମଧ୍ୟରେ ପ୍ରଭୁ ଆମମାନଙ୍କୁ ସେଇ ସ୍ଥାନରେ ରଖିଛନ୍ତି, ଆଉ ସେଇ ସ୍ଥାନକୁ କେବେ ମଧ୍ୟ ଅସନ୍ତୁଷ୍ଟ ହେବା ନାହିଁ। ତା ଭିତରେ କଷ୍ଟ ଅଛି, ଘରେ ଥିଲେ ବି ତରକାରୀ ଖରାପ ରହୁଛି। ଘରେ ତୁମେ ଛୁଟିରେ ଯାଉଥିବ, 5 ଦିନ 4 ଦିନ ରହିବ, ଆମିଷ ରହିବ, ତାପରେ ପରେ ଆଉ ସାଧାକୁ ଆଗା ପଳେଇବ। ସେଇଠି କିଛି ଦିନ ରହିଗଲା ପରେ ବିରକ୍ତି ମନ ଆରମ୍ଭ ହବ, ମୁଁ ହଷ୍ଟେଲରେ ଥିଲାବେଳେ ଟାଇମରେ ଖାଉଥିଲି, ହଷ୍ଟେଲରେ ଥିଲାବେଳେ ତରକାରୀ କେବେ ଅଭାବ ନିଅଣ୍ଟ ନଥିଲା। ମୁଁ ମଧ୍ୟ କିଛି ସମୟ ରହିଛି, ଅନୁଭୂତି ଅଛି। ତେଣୁ ସେଇ ବୁଝାମଣା ପିଲାମାନଙ୍କ ଜୀବନରେ, ଆମ ଜୀବନରେ। ଆଜ୍ଞା ଗୋଟେ କଥା କହୁଥିଲେ, ଏ ବର୍ଷର ଶେଷ ମାସରେ 4ର୍ଥ ଦିନରେ ଆମମାନଙ୍କୁ ପ୍ରଭୁ ଦେଲେ ଗୋଟେ ଘଟଣା। ଅଳ୍ପ ଦିନ ତଳେ ପ୍ରାର୍ଥନାର ସହିତ ବିଦେଶୀ ବନ୍ଧୁମାନେ ଆସିଥିଲେ, ଆମମାନଙ୍କ ପାଇଁ ବିପକ୍ଷ ଆସିଲା ବେଳେ ପ୍ରଭୁ ଉଦ୍ଧାର କଲେ। ସେମାନେ ଆଉ କୌଣସି ଭିନ୍ନ କର୍ମ କରିବାକୁ ଦେଲେ ନାହିଁ, ଆଉ ସେଥିରୁ ସୁରକ୍ଷା ଆମେ ପାଇଲୁ, ତାହା ମଧ୍ୟ ପ୍ରଭୁଙ୍କର ଅନୁଗ୍ରହ ଅଟେ। ସେଇଟା ଯଦି ହେଇନଥାନ୍ତା, ଗଲୁ ପିକନିକ କରି ଆସିଲୁ, ଏତିକି ଏକା ରହିଥାନ୍ତା। କିନ୍ତୁ ସେ ଘଟଣା ପଛରେ ମନେ ରହିଗଲା ଯେ ଏମିତି ଜାଗାରେ ରୋଷେଇ କରିବା ଦ୍ୱାରା ବିଫଳତା କ'ଣ, ସଫଳତା କ'ଣ। ତାପରେ ପରବର୍ତ୍ତୀ ଆଉ ଜଟିଳ ପରିସ୍ଥିତିରେ କେମିତି ଆମେ ବ୍ୟବହାର ହେବାକୁ ହବ, ନିଜେ ନିଜେ ସତର୍କ ହେବାକୁ ପଡ଼ିବ। କେତେକ ଘଟଣା ଆଗାମୀ ଘଟଣାରୁ ଆମମାନଙ୍କୁ ସୁରକ୍ଷିତ କରେ, କେତେକ ଘଟଣା ଦ୍ୱାରା ଆମେ ପ୍ରଭୁଙ୍କର ଗୌରବ କରିବାକୁ ପାଉ। ଏଣୁ ପିଲାମାନେ ଆମେ ଯେତେ ବଡ଼ ଅଛୁ, ଆମ ପୂର୍ବରୁ ଅନେକ ଲୋକ ବଡ଼ମାନେ ମଧ୍ୟ ହଠାତ୍ ପୂର୍ବରୁ ପ୍ରୋଗ୍ରାମ ଥିବ ଚାଲି ଯାଇଛନ୍ତି, ପରିବାରରେ ଦୁଃଖ ଅଛି, ଗୋଟେ ଜାଗାରେ ମିଶିକି ରହିପାରୁନାହାନ୍ତି, କିନ୍ତୁ ପ୍ରଭୁ ଆମମାନଙ୍କୁ ସୁସ୍ଥ ସବଳତାରେ ଏଇ ବର୍ଷର ଶେଷ ମାସରେ ପଦାର୍ପଣ କରିବାକୁ ଦେଇଛନ୍ତି। ସେଥିପାଇଁ ମଧ୍ୟ ଆମେ ଧନ୍ୟବାଦ। ଗୋଟେ ମିନିଟ ଚକ୍ଷୁ ବନ୍ଦ କରିବା। ବେଳେ ବେଳେ ଆମ ପରିବେଶ କ'ଣ ହୁଏ, ବାଜା ବାଜୁଥିବ, ଗୀତ ହଉଥିବ, ଆମେ ଧନ୍ୟବାଦ ଧନ୍ୟବାଦ ବୋଲି କହୁଛୁ। କିନ୍ତୁ ପ୍ରଭୁ ତୁମେ ମୋତେ ବଞ୍ଚେଇଲ, ତେଣୁ ମୁଁ ତୁମକୁ ଧନ୍ୟବାଦ ଦଉଛି। ତୁମେ ମୋତେ ସୁସ୍ଥତାରେ ରଖିଛ, ମୁଁ ତେଣୁ ଧନ୍ୟବାଦ ଦଉଛି। এই হোস্টেলରେ ମୋତେ ରଖିଲ, ତେଣୁ ମୁଁ ଧନ୍ୟବାଦ ଦଉଛି। ଆଜିର ପ୍ରୋଗ୍ରାମରେ ତୁମେ ମୋତେ ଠିଆ କରେଇଲ, ତେଣୁ ମୁଁ ତୁମକୁ ଧନ୍ୟବାଦ ଦଉଛି। ମୋ ପରିବାରକୁ ତୁମେ ଆଶୀର୍ବାଦ କରିଛ, ମୁଁ ତେଣୁ ତୁମକୁ ଧନ୍ୟବାଦ ଦଉଛି। ବଡ଼ ବଡ଼ ବିଷୟକୁ ନାହିଁ, ନିଜର ଚତୁଃପାର୍ଶ୍ୱ ନିଜ ଅନୁଭୂତିରୁ ଧନ୍ୟବାଦ ବାହାରିବ। କୌଣସି ଶବ୍ଦ, କୌଣସି ଲୋକର ଉତ୍ସାହ ନୁହେଁ, ନିଜର ଅନୁଭୂତି ପ୍ରଭୁଙ୍କୁ ଧନ୍ୟବାଦ ଦେବ। ତେଣୁ ପିଲାମାନେ ଆମେ ବଡ଼ ସମସ୍ତେ ଚକ୍ଷୁ ବନ୍ଦ କରିବା, ପ୍ରଭୁଙ୍କୁ କହିବା, ପ୍ରଭୁ ମୁଁ ତୁମକୁ ଧନ୍ୟବାଦ ଦଉଛି। ଆଜି ଦିନ ପାଇଁ ଧନ୍ୟବାଦ ଦଉଛି, ଏ ଅନୁଷ୍ଠାନ ପାଇଁ ଧନ୍ୟବାଦ ଦଉଛି, ତୁମେ ଦେଇଥିବା ସମୟ ପାଇଁ ଧନ୍ୟବାଦ ଦଉଛି। ପଦେ ମୁଖ ଖୋଲି କେହି କାହାକୁ ଦେଖିବା ନାହିଁ, କହିବା ପ୍ରଭୁ ମୁଁ ତୁମକୁ ଧନ୍ୟବାଦ। ହାଲେଲୁୟା। ପ୍ରଭୁ ତୁମ କରୁଣା ଅପାର ଅଟେ, ତୁମ ମଙ୍ଗଳଦାନ ଅପାର ଅଟେ, ତୁମ ଦୟା ଅପାର ଅଟେ। ଆମେ ନଗଣ୍ୟ ଲୋକମାନଙ୍କୁ ତୁମେ କେବେ ଛାଡ଼ିଦେଲ ନାହିଁ। କେହି କେହି ଆମମାନଙ୍କୁ ଘୃଣା କଲା ବେଳେ, କେହି କେହି ଆମମାନଙ୍କୁ ବଚସା କଲା ବେଳେ,
केही केही आमको हीन दृष्टि देखला बेले तुम्हें दिन प्रतिदिन आमको प्रतिपालन कल आमको शरीर रे विभिन्न प्रकार असुस्थता आसला बेले तुम्हें सुस्थता देल मनरे दुख आसला बेले तुम्हें सांत्वना देल गतिपथरे विभिन्न घटना मान घटिला बेले तुम्हें सुरक्षा देल एणु आम तुमको धन्यवाद दौचु प्रिय अनुष्ठान पर तुमको धन्यवाद दौचु प्रिय अनुष्ठान को प्रतिपालन कर आनी धन्यवाद दौचु प्रभु तुम्हें धन्य तुम्हें धन्य तुम्हें धन्य प्रभु तुम्हें धन्य हालेलुया सकल धन्यवाद गौरव उपस्थित व्यक्ति विशेष भाव आनुष्ठानिक भाव पारिवारिक भाव तुमको धन्यवाद दे यीशु नाम रे मागिलु आमेन समस्त नमस्कार धन्यवाद।